ଜୟ ଜଗନ୍ନାଥ। ଆମେ ପ୍ରତ୍ୟେକ ମାସ ଭଳିଆ ମେ ମାସରେ ବି ମକର ରାଶି କଥା ଆଲୋଚନା କରିବା। ମକର ରାଶି ଆପଣ ଜାଣିଛନ୍ତି ଭଲ କି ଶନିଦେବଙ୍କର ରାଶି। ଫାଷ୍ଟ କଥା ଶୁଣନ୍ତୁ, ମକର ରାଶିର ଆଧିପତ୍ୟର ଯେଉଁ ଦେବ ହେଉଛନ୍ତି ଶନିଦେବ, କର୍ମର ଦେବତା, ଭାଗ୍ୟର ଦେବତା ମଧ୍ୟ ଆମେ ତାକୁ କହିପାରିବା। କାହିଁକିନା ଯେକୌଣସି ଗ୍ରହ ଯେତେ ଯାହା ଥିଲେ ମଧ୍ୟ ଭାଗ୍ୟରେ ଷ୍ଟ୍ରଙ୍ଗ ଥିଲେ ମଧ୍ୟ ଶନିଦେବଙ୍କର ଆଶୀର୍ବାଦ ନଥିଲେ ବହୁ ଜିନିଷ ଗୁଡ଼ାକ ଆପଣଙ୍କର ସକ୍ସେସ୍ ହୁଏ ନାହିଁ। ତ ଗୋଟେ କଥା, ମକର ରାଶି ତାଙ୍କ ନିଜ ରାଶି, ଉଚ୍ଚ ରାଶି। ଆଉ ସେଇ ମକର ରାଶିର ମେ ମାସରେ ଗୋଚର କୁଣ୍ଡଳୀ ଅନୁସାରେ କେମିତି କ'ଣ ତାଙ୍କ ଜୀବନରେ ପ୍ରତିପାଦନ ହେବ ତାଙ୍କ ଘଟଣାମାନ, ସେସବୁ କଥା ଆମେ ଆଲୋଚନା କରିବା। ପ୍ରଥମତଃ ନବଗ୍ରହଙ୍କର ଅବସ୍ଥିତି ଆପଣ ଦେଖନ୍ତୁ। ସେକେଣ୍ଡ ହାଉସ୍ରେ ଆପଣଙ୍କର ରାହୁ ବିଦ୍ୟମାନ ହେଉଛନ୍ତି, ଥାର୍ଡ଼ ହାଉସ୍ରେ ମଙ୍ଗଳ, ଶନି, ଚତୁର୍ଥରେ ସୂର୍ଯ୍ୟ, ବୁଧ, ବୁଧାଦିତ୍ୟ ଯୁଗ ଏଇଠି କରୁଛନ୍ତି ଆପଣଙ୍କର। ପଞ୍ଚମରେ ସୂର୍ଯ୍ୟ, ବହୁତ ବଢ଼ିଆ। ପଞ୍ଚମରେ ଆପଣଙ୍କର ଶୁକ୍ର ରହୁଛି, ସୂର୍ଯ୍ୟ ଆପଣଙ୍କର ବୁଧାଦିତ୍ୟ ଯୁଗ ଚତୁର୍ଥରେ। ତ ଯଦି ଆମେ ଦଶମ ଘରେ ଆପଣଙ୍କର ଚନ୍ଦ୍ର ଦେଖିଲେ, ପ୍ରଥମତଃ ଆପଣ ଦେଖନ୍ତୁ ଆପଣଙ୍କର କୁଣ୍ଡଳୀରେ ଦୁଇଟା ଯୋଗ ମଧ୍ୟ ଉପସ୍ଥାପିତ ହେଉଛି ଗୋଚର କୁଣ୍ଡଳୀ ଦ୍ୱାରା। ତ ସ୍ୱାସ୍ଥ୍ୟ କଥା ଆମେ ପ୍ରଥମେ ଯଦି ଆଲୋଚନା କରିବା, ଶନିଦେବ ଯେହେତୁ ସେଇ ଯେଉଁ ଲଗ୍ନ ଭାବର ମାଲିକ, ମଙ୍ଗଳ ସାଥେ ମଧ୍ୟ ଅଛନ୍ତି। ଆପଣ ଦେଖିବେ ମେ ମାସର ଆରମ୍ଭରୁ ଆପଣମାନଙ୍କର ଦାନ୍ତଜନିତ, ପେଟଜନିତ ପ୍ରୋବ୍ଲେମ୍, ଛୋଟ ମୋଟ ଆକ୍ସିଡେଣ୍ଟ, ଖଣ୍ଡିଆ ଖାବରା, ଏସବୁ ଜିନିଷ ମେ ମାସରେ ଆପଣଙ୍କର ଅଛି। କିନ୍ତୁ ଗୋଟେ କଥା, ସ୍ୱାସ୍ଥ୍ୟ ନର୍ମାଲି ଏତେ ଖରାପ ହୁଏ। ଧନର ଭାବ କଥା କହିବା, ରାହୁ ବସିଛନ୍ତି ସେଇଠି, ସେକେଣ୍ଡ ହାଉସ୍ ଆପଣଙ୍କର। ଧନରେ ଆପଣଙ୍କର କ'ଣ ହେଉଛି ନା, ସବୁଠୁ ଗୋଟେ କଥା ଦେଖନ୍ତୁ, ରାହୁ ବସିଛନ୍ତି ଏବଂ ଶନିଦେବ ମାଲିକ ଏବଂ ଶନି ମଙ୍ଗଳ ସାଥେ ମଧ୍ୟ ଅଛନ୍ତି। ଖର୍ଚ୍ଚ ଆପଣଙ୍କର, ଆପଣ ଯେଉଁଟା ଭାବିନଥିବେ ସେଇଭଳିଆ ଖର୍ଚ୍ଚ ହେବ ଦେଖିବେ। ସତ କଥା, ମକର ରାଶି ଆପଣଙ୍କର 1ରୁ 12 ତାରିଖ ଯାଏ ଏତେ ମାତ୍ରାରେ ଖର୍ଚ୍ଚ ହେବ, ବ୍ୟୟ ହେବ, ଅଯଥା ବ୍ୟୟ ହେବ। ସ୍ୱାସ୍ଥ୍ୟ ଆପଣଙ୍କର, ସ୍ୱାସ୍ଥ୍ୟ ପାଇଁ ପଇସା ଖର୍ଚ୍ଚ ହେବ, ମେଡ଼ିକାଲ ପାଇଁ, ଘର ଲୋକଙ୍କ ପାଇଁ ଖର୍ଚ୍ଚ ହେବ, ଏଇସବୁ ଜିନିଷ ଗୁଡ଼ାକ ଦେଖାଯାଉଛି। ଆପଣଙ୍କର ମଙ୍ଗଳ ଶନି କିନ୍ତୁ ତୃତୀୟ ଭାବରେ ମଧ୍ୟ ଅଛନ୍ତି। ଆପଣ ବହୁତ ରାଗି ଯାଉଥିବେ ମଧ୍ୟ, ଏଇ ଜିନିଷଟାକୁ ମଧ୍ୟ ଆପଣ ଦେଖିବେ। ରାଗଟାକୁ ଆପଣ କ'ଣ କରିବେ କହିଲେ, କଣ୍ଟ୍ରୋଲ କରିବେ। ଚତୁର୍ଥ ଘର ଦେଖନ୍ତୁ, ଆପଣଙ୍କ ପରିବାରର ଘର, ସେଇଟା ଆପଣଙ୍କର ସବୁଠୁ ବହୁତ ବଢ଼ିଆ ଘର। ସୂର୍ଯ୍ୟ ଆଉ ବୁଧ, ବୁଧାଦିତ୍ୟ ଯୁଗ ମେଷ ରାଶିରେ କରୁଛନ୍ତି ଆପଣଙ୍କ ପରିବାରଙ୍କ ପାଇଁ। ସୂର୍ଯ୍ୟ ଏବଂ ବୁଧ ଯେହେତୁ ଚତୁର୍ଥ ଘର, ଆପଣ ଦେଖିବେ ଆପଣଙ୍କ ଘରେ କିଛି ଗୋଟେ ଗଭର୍ଣ୍ଣମେଣ୍ଟ ରିଲେଟେଡ଼୍ ହେଲ୍ପ ମିଳିବ ଆପଣଙ୍କୁ। ଆପଣଙ୍କ ପରିବାରରେ କେହି ନା କେହି ଦେଖିବେ ବହୁତ ଲାଭ ପାଇବେ ସରକାରଠୁ। ମାଆଙ୍କର ଦେଖାଯାଉଛି ଅଧିକ, ବହୁତ ବଢ଼ିଆ ଜିନିଷଟା ପରିବାର ପାଇଁ, ବହୁତ ବଢ଼ିଆ। ସନ୍ତାନ କ୍ଷେତ୍ର ଆମେ ଦେଖିବା ପଞ୍ଚମ ଭାଗ କଥା। ଫିଫ୍ଥ ହାଉସ୍ ହେଉଛି ଆପଣଙ୍କର କଳାର ଭାବ ମଧ୍ୟ, ଟ୍ୟାଲେଣ୍ଟ ଭାବ ମଧ୍ୟ, ପୂର୍ବଜନ୍ମର ଭାବ, ଆଉ ଆପଣଙ୍କର ସନ୍ତାନମାନଙ୍କର ଭାବ। ତ ସନ୍ତାନମାନଙ୍କ ସାଥିରେ ଆପଣମାନେ କିଛି ଜାଗା ବୁଲିବାକୁ ଯିବାର ମଧ୍ୟ ଦେଖାଯାଉଛି। କାହିଁକିନା ଏଇଠି ଶୁକ୍ର ରହିଛନ୍ତି, ଏଇଠି ଆପଣଙ୍କର ମାଲବ୍ୟ ଯୋଗ କରୁଛନ୍ତି ପଞ୍ଚମ ହାଉସ୍ରେ, 2 ଲେଖା ହେଇଛି ନିଜ ରାଶିରେ। ତ ବହୁତ ବଢ଼ିଆ ଜିନିଷଟା ଏଇଠି ଅଛି। ଆପଣଙ୍କୁ ଦେଖିବେ ଆପଣଙ୍କର ସନ୍ତାନ ଯଦି କିଛି ବଦମାସି କରୁଥିଲା, ତାକୁ ରୋଗ ଯଦି କିଛି ଥିଲା, କିଛି ପ୍ରୋବ୍ଲେମ୍ ଯଦି ଛୁଆର ଥିଲା, ଏଇ ମାସରେ ସେଇଟା କ୍ଲିଅର୍ ହେଇଯିବ, ବିଲକୁଲ କ୍ଲିଅର୍ ହେଇଯିବ। ଆଉ ଟ୍ୟାଲେଣ୍ଟ ଆପଣଙ୍କ ଭିତରେ କ'ଣ ଅଛି, ଆପଣଙ୍କ ପୁତ୍ର ସନ୍ତାନ କିମ୍ବା ପୁତ୍ରୀ ସନ୍ତାନ ଭିତରେ କ'ଣ ଅଛି, ଏସବୁ ଜିନିଷ ଜଣାପଡ଼ିବ। ବହୁତ ବଢ଼ିଆ ଭାବରେ କଳାର କୌଶଳର ସମୟଟା। ଆମେ ଯଦି ଚାକିରି କଥା ଆଲୋଚନା କରିବା, ଜବ୍ ପରିକ୍ଷେତ୍ର କଥା ଆଲୋଚନା କରିବା, ଆପଣମାନେ ଦେଖନ୍ତୁ ଜବ୍ କ୍ଷେତ୍ରରେ ଆପଣଙ୍କ ଜାତକରେ ବସିଛନ୍ତି ଯିଏ, ତାଙ୍କୁ ଆମେ ଦେଖିବା। ତ ଆପଣଙ୍କର ଇଣ୍ଟରଭ୍ୟୁ ବଗେରା ବି ଯଦି ହେବ ଏଇ ମାସରେ, ଆପଣମାନେ ଦେଖିବେ ଆଭରେଜ୍ ରହିବ ଆପଣଙ୍କ ପାଇଁ, ଠିକ୍ଠାକ୍ ରହିବ, ମାନେ ଆଭରେଜ୍ ରହିବ। ପ୍ରେମ କଥା ଆଲୋଚନା କରିବା। ପ୍ରେମରେ ଆପଣମାନେ ଦେଖିବେ ଗୋଟେ ପ୍ରକାର 4 ଲେଖାଯାଇଛି ଦେଖନ୍ତୁ, ପୁରା ସପ୍ତମ ଭାଗରେ। ପ୍ରେମ ମାନେ ସ୍ୱାମୀ ସ୍ତ୍ରୀଙ୍କ କଥା ମୁଁ କହୁଛି ଏଇଟା। ତ ଗୋଟେ ପ୍ରକାର ଆପଣ ଦେଖିବେ କିଛି କର୍ମ, ମାନେ ଆପଣମାନଙ୍କର ଯେଉଁଠି କାମ କରୁଥିବେ ସେଇଠି କିଛି ଆପଣମାନଙ୍କର ଦେଖିବେ ଏମିତି ସିଚୁଏସନ୍ ସୃଷ୍ଟି ହେବ, ଆପଣଙ୍କର ପତ୍ନୀ କିମ୍ବା ଆପଣଙ୍କର ପତ୍ନୀ ଆପଣ ବହୁତ କେୟାର କରିବେ। ଆପଣ ଯେଉଁଠି କାମ କରୁଥିବେ ସେଇଠି ଖାଇବା ନେଇଯାଉଥିବ, କି ସେଇଠି ଆପଣଙ୍କୁ ବାରମ୍ବାର ଫୋନ୍ କରୁଥିବ କେତେବେଳେ ପହଞ୍ଚିବ। ନର୍ମାଲି ଏଇଟା ସ୍ୱାମୀ ସ୍ତ୍ରୀ ତ କରନ୍ତି, କିନ୍ତୁ ଏଇ ମାସରେ ପତି ପତ୍ନୀଙ୍କର ପ୍ରେମ ବହୁତ ବଢ଼ିଯିବ, ବହୁତ ହି ବଢ଼ିଆ ବଢ଼ିଯିବ। ତ ଗୋଟେ ପ୍ରକାରର ନୂଆ ରିଲେସନ୍ ଯେଉଁମାନଙ୍କର ଟିକେ ଖରାପ ଥିଲା, ତାଙ୍କ ପାଇଁ ବହୁତ ବଢ଼ିଆ ଏଇଟା। କିନ୍ତୁ ଗୋଟେ କଥା ଶୁଣନ୍ତୁ, ଶନି ମଙ୍ଗଳ ଯେହେତୁ ଥାର୍ଡ଼ ହାଉସ୍ରେ ଅଛନ୍ତି, 11ରେ ଯାଇ ଟିକେ ଜଗନ୍ତୁ ଆପଣମାନେ। ଆପଣ ବହୁତ ଆଗ୍ରେସିଭ୍ ମଧ୍ୟ ହେଇପାରନ୍ତି, ସେଇ ଜିନିଷଟାକୁ ଟିକେ ଆପଣଙ୍କୁ ଜଗିବାକୁ ପଡ଼ିବ।
ନଚେତ୍ ଆପଣଙ୍କ ପାଇଁ ବହୁତ ହି ବଢ଼ିଆ ଦିନ। ଯଦି ଆମେ ଆପଣଙ୍କର କର୍ମର ଭାବ, ଦଶମ ଭାଗ, ସବୁଠୁ ମୁଖ୍ୟ ଭାବ ସେ କଥା ଆଲୋଚନା କରିବା, ସେ ଘରର ମାଲିକ ହେଉଛନ୍ତି ଶୁକ୍ରଦେବ ଆଉ ବସିଛନ୍ତି ଚନ୍ଦ୍ର। ରାହୁ ଆପଣଙ୍କର ସେକେଣ୍ଡ ହାଉସ୍ରେ ସିନା ଅର୍ଥ ଖର୍ଚ୍ଚ କଲେ, କିନ୍ତୁ ଆପଣ ଗୋଟେ କଥା ଜାଣନ୍ତୁ, 10th ହାଉସ୍ରେ ଚନ୍ଦ୍ର ବହୁତ ଷ୍ଟ୍ରଙ୍ଗ ଥାଆନ୍ତି। ଆଉ କିନ୍ତୁ ଶୁକ୍ରଙ୍କ ରାଶି, ଶୁକ୍ର ଯେହେତୁ ସେ ଘର ଆଧିପତ୍ୟ କରୁଛନ୍ତି, ସେ ପଞ୍ଚମ ଘରେ ଦେଖିବେ ଯେଉଁମାନେ ନେଟୱାର୍କିଂ, ୟୁଟ୍ୟୁବ୍ ହେଉ, ସୋସିଆଲ ମିଡ଼ିଆ ହେଉ, କିଛି କଳା ହେଉ, କିଛି ଟ୍ରେଡ଼ିଂ ହେଉ, ଏଇସବୁ ଜିନିଷ ଯେଉଁମାନେ କରୁଛନ୍ତି ତାଙ୍କ ପାଇଁ ବହୁତ ହି ବଢ଼ିଆ ସମୟ, ବହୁତ ବଢ଼ିଆ ସମୟ। ତାଙ୍କର ଇନକମ୍ 6 ଗୁଣ ହେଇଯିବ। ଯେଉଁମାନେ ବି ଦେଖିବେ ଆପଣଙ୍କର ଇଣ୍ଟରନେଟ୍ ୱାଇଜ୍ କାମ କରୁଛନ୍ତି, କିଛି ଗୋଟେ କଳା, ତାଙ୍କ ଭିତରେ କିଛି କ୍ରିଏଟିଭିଟିରୁ ସେମାନେ ପଇସା ଇନକମ୍ କରୁଛନ୍ତି, କ୍ରିଏଟିଭ୍ କାମ କରିକି, ତାଙ୍କ ପାଇଁ ବହୁତ ବଢ଼ିଆ। ଲଟେରୀ, ଜୁଆ ମଧ୍ୟ ଆପଣ ଖେଳିପାରନ୍ତି, କିନ୍ତୁ 1ରୁ 11 ତାରିଖ ଯାଇ ଆପଣ ଖେଳିବେନି, କାହିଁକିନା ତାର ସେଠି ପ୍ରୋବ୍ଲେମ୍ ଅଛି। ଆଉ ଦେଖନ୍ତୁ ଗୋଟେ ପ୍ରକାର ଏଇଟା ହେଉଛି ଗୋଚର କୁଣ୍ଡଳୀ। ଗୋଚର କୁଣ୍ଡଳୀ ଗୋଟେ ଏମିତି କୁଣ୍ଡଳୀ, କଞ୍ଜକ୍ସନ୍ ବହୁତ ପ୍ଲାନେଟ୍ଙ୍କର ଅଛି, କିନ୍ତୁ ଆପଣଙ୍କ ଜାତକରେ କ'ଣ କଞ୍ଜକ୍ସନ୍ ଅଛି? ମୁଁ ଏଇଠି କହିଲି ଆପଣଙ୍କର ବହୁତ ବଢ଼ିଆ ସମୟ ଅଛି, କିନ୍ତୁ ଆପଣଙ୍କ ଜାତକରେ ଯଦି ଆମେ ଦେଖିବା ମଙ୍ଗଳ ଖରାପ ଥିବେ, ବୁଧ ଖରାପ ଥିବେ, କ'ଣ ଲାଗିବ? 100 ମାନେ ହଜାର ହଜାର ଜାତକ ହେଉଛି, ଏଇଥର କୋଟି କୋଟି ଜାତକ ହେଉଛି ମକର ରାଶିର। ତ ତା ପାଇଁ ଆପଣଙ୍କ ନିଜ ଜାତକ ମଧ୍ୟ ଦେଖିବାକୁ ପଡ଼ିବ। ଦେନ୍ ଆପଣ ଏ ଯେଉଁ ଲାଭଟା ଯେଉଁ ଏଇ ଯେଉଁ ଗୋଚର କୁଣ୍ଡଳୀର ଲାଭଟା ଆପଣ ସେତେବେଳେ ଦେବେ ଯେତେବେଳେ ଆପଣଙ୍କ କୁଣ୍ଡଳୀରେ ସେମିତି ଠିକ୍ ଅଛି କି ନାହିଁ ଦେଖିବେ। ହଁ, ଯଦି ଖରାପ ଅଛି ଆପଣ ତାକୁ କରିବେ, ରିମେଡ଼ି କରିବେ। ସେଇ ଅନୁସାରେ ଆପଣଙ୍କୁ କୁହାଯାଉଛି ଯେ ଏଇ ମାସରେ ଏଇଭଳିଆ ଫଳ ଅଛି, ଆପଣଙ୍କୁ ମଧ୍ୟ ଆପଣଙ୍କ ଜାତକ ଦେଖିବାକୁ ପଡ଼ିବ। ତା ପାଇଁ ଆପଣ ଆମକୁ ମଧ୍ୟ କଲ୍ କରିପାରିବେ। ଆମର ତ ପ୍ରେଡ଼ିକ୍ସନ୍ ଦିଆହେଉଛି, ଲାଇଭ୍ ପ୍ରେଡ଼ିକ୍ସନ୍ ଦିଆହେଉଛି ରିମେଡ଼ି ସହିତ, ସ୍ୱଳ୍ପ ଶୁଳ୍କ ମଧ୍ୟ ଅଛି। ଏଇ ନମ୍ବର ଆପଣ କଲ୍ କରିପାରିବେ, ପୁରା ଲାଇଫ୍ର ପ୍ରେଡ଼ିକ୍ସନ୍ ଆପଣ ନେଇପାରିବେ। ଆଉ ଶୁଣନ୍ତୁ, ହନୁମାନ ଚାଳିଶା ନିଶ୍ଚିତ ପଢ଼ନ୍ତୁ। ହନୁମାନ ଚାଳିଶା ସହିତ ଆପଣ ଗୋଟେ କାମ କରିବେ, ଓଂ ପ୍ରାଂ ପ୍ରିଂ ବ୍ରଂ ସ ଶନିଶ୍ଚରାୟ ନମଃ, ଏ ମନ୍ତ୍ର ଜପ କରନ୍ତୁ, ମା ପାର୍ବତୀ ମହାଦେବଙ୍କୁ ପ୍ରାର୍ଥନା କରନ୍ତୁ। ଜୟ ଜଗନ୍ନାଥ।